ମୋ ଝିଅ ଆସିକି 9 ଦିନ ହେଲାଣି ଘରୁ କୁଆଡେ ପଳେଇ ଯାଇଛି। ଝିଅକୁ ଉଦ୍ଧାର କରିବାକୁ ଥାନା ଆଗରେ ପରିବାରର ଧାରଣା। ନାବାଳିକା ଝିଅ ଘରୁ ନିଖୋଜ ହେବାର 8 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ପୋଲିସ ଠାରୁ ନ୍ୟାୟ ନ ପାଇବାରୁ ଥାନା ଆଗରେ ଧାରଣା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକେ। କଟକ ଜିଲ୍ଲା ନିଶ୍ଚିତ କୋଇଲି ଥାନା ଅଞ୍ଚଳର ଘଟଣା। ଗତ 20 ତାରିଖରେ ନାବାଳିକା ଝିଅ ହୋଇଥିଲା ନିଖୋଜ। ନାବାଳିକା ଝିଅ ନିଖୋଜ ହେବା ଦିନଠାରୁ ଝିଅ ମା ନିଜ ଝିଅକୁ ଫେରି ପାଇବା ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣି। ଏପରିକି ଘରେ 8 ଦିନ ହେଲା ଆଉ ଚୁଲି ଜଳୁନାହିଁ। ନିଶ୍ଚିତ କୋଇଲି ପୋଲିସ ଉପରେ ସମ୍ପୃକ୍ତ ନାବାଳିକାଙ୍କ ପରିବାରର ଭରସା ଓ ବିଶ୍ୱାସ ପୋଲିସଠାରୁ ତୁଟିବାକୁ ବସିଲାଣି। ଏଣୁ ଝିଅକୁ ଫେରି ପାଇବା ଆଶାରେ ଥାନା ଆଗରେ ଧାରଣା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକେ। ସୂଚନା ଅନୁଯାୟୀ ଏହି ନାବାଳିକା ଝିଅକୁ ଗତ 21 ତାରିଖ ସନ୍ଧ୍ୟାରେ କଟକ ପାଗା ଛକଠାରେ ଶିଶୁ ସୁରକ୍ଷା ବିଭାଗ ଧରି ପାଗା ଫାଣ୍ଡି ପୋଲିସର ହେପାଜତକୁ ଦେଇଥିଲା। ପରେ ପାଗା ଫାଣ୍ଡି ପୋଲିସ ସ୍ଥାନୀୟ ଏକ ବାଳିକା ଶିକ୍ଷାଶ୍ରମରେ ରଖିଥିଲା। ସେଠାରେ ଢିଲା ସୁରକ୍ଷା ଦୃଷ୍ଟିରୁ ଝିଅ କୁଆଡେ ପଳାଇ ଯାଇଛି ବୋଲି ସମ୍ପୃକ୍ତ ଶିକ୍ଷାଶ୍ରମ ପକ୍ଷରୁ ପାଗା ଫାଣ୍ଡିରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପାଗା ଫାଣ୍ଡି ପୋଲିସ କେନ୍ଦୁପାଟଣା ଅଞ୍ଚଳର ଜଣେ ଯୁବକଙ୍କୁ ନେଇ ପଚରାଉଚରା ପରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ପାଗାଫାଣ୍ଡି ଅଧିକାରୀ। ଏପଟେ ପୂର୍ବରୁ ପରିବାର ପକ୍ଷରୁ ନିଶ୍ଚିତ କୋଇଲି ଥାନାରେ ହୋଇଥିବା ଏତଲାରେ ଖାଲି ନାବାଳିକାଙ୍କ ମା'କୁ ସାନ୍ତ୍ୱନା ହିଁ ମିଳିଛି, ହେଲେ ନିଜର ନାବାଳିକା ଝିଅ ମିଳେ ନାହିଁ। ଏପଟେ ସ୍ଥାନୀୟ ପୋଲିସ ଉପରେ ପରିବାର ଭରସା ହରାଇ ଆଇଜି ସେଣ୍ଟ୍ରାଲ ପୋଲିସ ଗ୍ରାମାଞ୍ଚଳ ଏସ୍ପିଙ୍କୁ ଲିଖିତ ଅଭିଯୋଗ ପରେ ନ୍ୟାୟ ପାଇବା ଓ ନାବାଳିକା ଝିଅକୁ ଫେରି ପାଇବା ଆଶାରେ ନିଶ୍ଚିତ କୋଇଲି ଥାନା ଆଗରେ ସପରିବାର ବସିଛନ୍ତି। ଲୋକଙ୍କ ସରକାର କହୁଥିବା ଏ ବେକାର ସରକାର ତୁରନ୍ତ ଏ ବିଷୟକୁ ଗୁରୁତର ସହ ନେଇ ପୀଡ଼ିତ ପରିବାରକୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ମୋ ଝିଅ ଆସିକି 9 ଦିନ ହେଲାଣି ଘରୁ କୁଆଡେ ପଳେଇ ଯାଇଛି। ସେଥିପାଇଁ ମୁଁ ଏଇ ଥାନାରେ ଏଫଆଇଆର ଦେଇଥିଲି। ସେଥିପାଇଁ ମୁଁ ଏ ଥାନାରେ ବଇଛି। ମୋର କିଛି ଦରକାର ନାହିଁ, ମୋ ଝିଅ ମତେ ଆଣିକି ଦିଅ। କିଏ ଦୋଷୀ ନିର୍ଦ୍ଦୋଷୀ ମୁଁ ତ ଯୋଉ ପ୍ରମାଣ ଦେଲେ ଏମାନେ କହୁଛନ୍ତି ସେଗୁରା ସବୁ ପ୍ରମାଣ ଯୋଗ୍ୟ ନୁହଁ। ଯଦି ସେଗୁରା ସବୁ ପ୍ରମାଣ ଯୋଗ୍ୟ ନୁହଁ ହେଲେ ମୋର ମୋ ପିଲା ଦରକାର। ମୁଁ କୋଉ ପ୍ରମାଣ ମୁଁ ଢାଳିବାକୁ ଚାହୁଁନି କି କାହାକୁ ଆକୁ ଧର ତାକୁ ଧର କହୁନି କି ଥାନା ମ୍ୟାଡମଙ୍କ ପାଖରେ ମୋର କିଛି ଅଭିଯୋଗ ନାହିଁ। ମୋର ମୋ ପିଲା ଦରକାର। ମତେ ମୋ ଝିଅ ଦେଇଦେଲେ ମୁଁ ଏଠୁ ଉଠିକି ଯିବି, ନହେଲେ ସାରା ଦିନ ପାଇଁ ମୁଁ ଏଇଠି ହିଁ ବସିକି ରହିବି। ଘରୁ ମୋ ଝିଅ 20 ତାରିଖ ରାତିରେ ଯାଇଥିଲା ଆଜ୍ଞା। 9ଟା ରାତିରେ ମୋ ଝିଅ ଘରୁ ପାଇପ୍ ମୂଳେ ଆସି ହାତ ଧୋଇଲା। ତାପରେ ମୋ ଝିଅକୁ ମୁଁ ଯେମିତି ଆଉ ନ ପାଇଲି, ମୁଁ ଜାଣିନି ମୋ ଝିଅ ଛାଁ ଯାଇଛି କି ତାକୁ କିଏ ନେଇଯାଇଛି, ମୁଁ କିଛି ଜାଣିନି। ମୁଁ ସେଠୁ ଚାରିଆଡେ ଖୋଜାଖୋଜି କଲି। ମୋ ଘର ପାଖରେ ମୋ ମାମୁଁ ମାଇଁ ଅଛନ୍ତି। ମୁଁ ତାଙ୍କୁ ଯାଇ ସାଙ୍ଗେ ସାଙ୍ଗେ ଡାକିଲି। ସବୁ ଗାଡି ସମସ୍ତଙ୍କୁ ଡାକିକି ମୋ ଭାଇମାନଙ୍କୁ ଡାକି ରାତି ଯାକ ଆଜ୍ଞା ଖୋଜିଲି। ସାର୍ଙ୍କୁ ବି ରାତିରେ କହିଲି ମୋ ଝିଅ କୋଉଠି ଅଯାଇଛି ନା ଆଉ ତମେ ଖୋଜାଖୋଜି କର। ତା କାଲି ସକାଳକୁ ଆସିକି ଆଜ୍ଞା ମୁଁ ଥାନାରେ ଏଫଆଇଆର ଦେଲି। ଏଫଆଇଆର ଦବା 2 ଦିନ ଯାଏ ସେ କିଛି ଆକ୍ସନ ନେଲେନି। ସାର୍ଙ୍କର ଗୋଟେ ସାଇନ କରିବା ଲାଗି ସାର୍ଙ୍କୁ 2 ଦିନ ଲାଗିଗଲା। ମୋ ଏଫଆଇଆର କପି ତାଙ୍କ ଅଫିସ ଆଗରେ ତାଙ୍କ ଟୁଲ ଉପରେ ଥୁଆ ହେଇ ସତ୍ତ୍ୱେ ବି ସେ ଗୋଟେ ସାଇନ କରିବାକୁ 3 ଦିନ ଲଗେଇଲେ। ମୋ ଝିଅ ନାବାଳକ ଯେହେତୁ ଏମିତି କାମଖିଆଲି କାହିଁକି କରୁଛନ୍ତି ଥାନା ସାର୍? ମୋର ଏତିକି ଜାଣିବା ଦରକାର। ମୋର କି ଦରକାର ନାହିଁ ଜାଣିବା, ମୋ ପିଲା ମୋର ଦରକାର। ମୁଁ ସମସ୍ତଙ୍କୁ ହାତ ଯୋଡି କହୁଛି ମୋ ଛୁଆକୁ ମତେ ଦେଇଦିଅ। ମୋର ପୁଅ ନାହିଁ ଆଜ୍ଞା, ମୋର 2ଟା ଛୁଆ। ଆଜିକି 9 ଦିନ ହେଲା ଆମେ ମୋ ଝିଅ ଘରୁ କିଏ ନେଇଯାଇଛି। 9 ଦିନ ହେବ ଥାନାରେ ଏଫଆଇଆର ଦେଲା ପରେ ବି ତାର କିଛି ପ୍ରତିକ୍ରିୟା ନାହିଁ। ଆମେ ଜାଣିଲୁ ଯେ ମୋ ଝିଅ ଚାଇଲ୍ଡ ଲାଇନ୍ରେ ଅଛି। ଚାଇଲ୍ଡ ଲାଇନ୍ରୁ ପୁଣି ପଳେଇଛି କୁଆଡ଼େ। ଚାଇଲ୍ଡ ଲାଇନ୍ରୁ ଆମେ ଯାଇଥିଲୁ। ମୋ ଝିଅକୁ ଦେଖା କରିବାକୁ ଚାହିଁଲେ, ମୋ ଝିଅକୁ ଦେଖା କରେଇଦେଲେନି। ସେଦିନ ରାତିରେ ଯେଉଁଦିନ ଯାଇଥିଲୁ ଦେଖା କରିବାକୁ ସେଇଦିନ ରାତି 11ଟାରେ ମୋ ଝିଅ କୁଆଡ଼େ ପଳେଇଛି। ଆଉ ମୋତେ ଜଣେଇଲେ 9ଟା ରାତିରେ। ମୋତେ କହିଲେ ଯେ ଏଇ 9ଟା ରାତିରେ ମୋତେ ଦିନ 9ଟାରେ ଜଣେଇଲେ। ଦିନ 9ଟାରେ ଜଣେଇଲା ପରେ ମୋତେ କହିଲେ ଗୋଟେ ନମ୍ବରକୁ ଫୋନ୍ ଆଇଛି, ଆପଣ ଜାଣିଛନ୍ତି? ମୁଁ କହିଲି କ'ଣ, କେଉଁ ନମ୍ବର? ନା ଆପଣଙ୍କ ଝିଅ ଫୋନ୍ କରିଥିଲେ। ମୁଁ କହିଲି ସେ ନମ୍ବର କାହାର? ନା ସାଗର ମୌଳିକ। ମୋତେ ଚାଇଲ୍ଡ ଲାଇନ୍ ବାଲା କହିଛନ୍ତି। ସାଗର ମୌଳିକ ମୋତେ କହିଲେ ତାଙ୍କ ଘର ଦେଖେଇଦେବେ। ମୁଁ ଆଣି ତାଙ୍କ ଘର ଦେଖେଇଲି। ତାପରେ ସେମାନେ ସାଗର ମୌଳିକକୁ ନେଇ ଯାଇଥିଲେ। ପୁଣି କହିଲେ ତାଠୁ ଆମେ କିଛି ପାଉନୁ, ତାକୁ ଛାଡ଼ିଦେଲୁ। କିନ୍ତୁ ମୋ ଝିଅ ଘଣ୍ଟାଏ ସାଗର ମୌଳିକ ସାଙ୍ଗରେ ସେଦିନ ରାତିରେ ଫୋନ୍ରେ ଗପୁଛି, ଯେଉଁଦିନ ଆଶ୍ରମରୁ ସେ କିଡନାପ୍ ହେଇଥିଲା। ଆଉ ଏ ଥାନାକୁ ଦୌଡ଼ି ଦୌଡ଼ି ଏ ମ୍ୟାଡ଼ାମ୍ ମାନେ କୌଣସି କିଛି କେହି କଥା ଶୁଣୁନାହାନ୍ତି। କେହି କଥା ଶୁଣୁନାହାନ୍ତି। ଫୋନ୍ କୁଆଡ଼େ ସେଠୁ ଦୌଡ଼ି ଆସି କୁଆଡ଼େ କେଉଁ ଲୋକଙ୍କୁ ମାଗିଲା, ସେଠି କୁଆଡ଼େ ଫୋନ୍ ଟିକେ ଦିଅ ମୁଁ ଫୋନ୍ କରିବି।
ମୋତେ ମ୍ୟାଡ଼ାମ୍ କହିବା କଥା ଯା ଫୋନ୍ କରିବି ଆଉ ମୁଁ ବାଲିଯାତ୍ରାରୁ ଆମେ ହଜି ଯାଇଛୁ ଟିକେ ଘରକୁ ଫୋନ୍ କରିବୁ ସେ ଘରକୁ ନ ଫୋନ୍ କରି ସେ ସାଗର ମୌଳିକ କତିକି ଫୋନ୍ କରିଥିଲା ସେ କିଏ ଚାଇଲ୍ଡ ଆଶ୍ରମର ଯେଉଁମାନେ ଅଛନ୍ତି ସେଇମାନେ ମୋତେ ଯାଇ କଥା ଜଣାଇଥିଲା ଏପର୍ଯ୍ୟନ୍ତ ଝିଅ ମିଳିନି ମୋ ଝିଅ ଦରକାର ମୋର ଆଉ କିଛି ଦରକାର ନାହିଁ ମୋ ଝିଅ କି ମଲା କି ମାଇଲା କି କେଉଁଠି ନେଇ ବିକିଦେଲା ସେ ଚାଇଲ୍ଡ ଆଶ୍ରମ କି କିଏ କ'ଣ ମୁଁ କିଛି ପତା ପାଉନି ଏ ଥାନାବାଲା ଆମର ଚୁପ୍ ହେଇ ବଇଛନ୍ତି ମ୍ୟାଡ଼ାମ୍ କତିକି 10 ଥର ଆଇଲା ପରେ ବି ମ୍ୟାଡ଼ାମ୍ କହୁଛନ୍ତି ଆପଣ ଖୋଜନ୍ତୁ ଆମକୁ କିଛି ଯଦି ନ୍ୟୁଜ୍ ପାଇବେ ଆପଣ ଆମ କତିକି ଆସିବେ ଆମେ କ'ଣ ନ୍ୟୁଜ୍ ଦେବୁ ଏମାନଙ୍କୁ। ବ୍ୟୁରୋ ରିପୋର୍ଟ SMCT ନ୍ୟୁଜ।